ବଣରେ ରହୁଥିଲା ଓଟଟିଏ। ଭାରି ନିରୀହ ଥିଲା ସେ ଓଟ। ଦିନେ ଗୋଟେ ବିଲୁଆ ତା ସାଙ୍ଗରେ ଆସି ସାଙ୍ଗ ହେଲା। ବିଲୁଆ ଓଟ ସାଙ୍ଗରେ ଏମିତି ମିଶିଗଲା ଯେମିତି ତାକୁ ଆଗରୁ ଜାଣିଥିଲା। ଓଟ ବି ବିଲୁଆକୁ ସହଜରେ ବିଶ୍ୱାସ କରିନେଲା। ଦିନେ ଦୁଇ ଜଣ କଥା ହେଲା ବେଳେ ବିଲୁଆ କହିଲା, ଜାଣିଲ ଓଟ ଭାଇ, ନଈ ଆରପଟରେ ବହୁତ ଭଲ ଫସଲ ହେଇଛି, ଆଉ ତାକୁ କେହି ବି ଜଗା ରଖା କରୁନାହାନ୍ତି। ଚାଲ ଆମେ ସେଠିକି ଯିବା। ଆମ ବଣରେ କଣ ଫସଲ ଅଭାବ ଅଛି କି? ସେ କଥା ନୁହଁ ଯେ, ବଣର ଖାଲି ଗଛପତ୍ର ଅଛି, ହେଲେ ସେଠି ତ ଫସଲ ଅଛି। ତମେ ଫସଲ ଖାଇବ ଆଉ ମୁଁ ଆଖୁ ଖାଇବି। ମତେ କାହିଁ କିଛି ଠିକ ଲାଗୁନି। ତଥାପି କହୁଛ ଯଦି ପରେ କେତେବେଳେ ଯିବା। ଓଟ ସିନା ନିରୀହ ପ୍ରାଣୀ, ହେଲେ ବିଲୁଆ ତ ବହୁତ ଚାଲାକ। ତାର ଓଟ ସାଙ୍ଗରେ ବନ୍ଧୁ ବାନ୍ଧିବାର ମୁଖ୍ୟ ଲକ୍ଷ୍ୟ ଥିଲା ଯେ ସେ କେମିତି ଓଟ ମାଂସ ଖାଇବ। ତେଣୁ ଯୋଜନା ଅନୁସାରେ ସେ ନଈ ଆରପଟକୁ ଓଟକୁ ନେଇ ତାକୁ ମାରି ତା ମାଂସ ଖାଇବାକୁ ଚାହୁଁଥିଲା। ବିଲୁଆ ଏମିତି ବି ଯୋଜନା କରିଥିଲା ଯେ ଯଦି ଓଟ ମରିଯାଏ ତେବେ ଅନେକ ଦିନ ଧରି ସେ ତା ମାଂସକୁ ଖାଇପାରିବ। କିଛି ଦିନ ପରେ ସେ ଓଟକୁ ଆଉଥରେ ନଈ ଆରପଟକୁ ଯିବା ପାଇଁ କହିଲା। ଦେଖ ଓଟ ଭାଇ, ଏ ଗଛ ପତ୍ର ଗୁଡା ଖାଇ ଖାଇ ତମକୁ ଖରାପ ଲାଗୁନି? କେତେ ଦିନ ଏଗୁଡା ଖାଉଥିବ? ଗୋଟେ କାମ କରିବା, ନଈ ଆରପଟକୁ ଯାଇ ଫସଲ ଖାଇକି ଫେରି ଆସିବା। ଏଥର ଓଟ କିନ୍ତୁ ଆଉ ମନା କରିପାରିଲାନି। ସେ ନଈ ଆରପଟକୁ ଯିବା ପାଇଁ ସହଜରେ ରାଜି ହେଇଗଲା। ହଉ, ଏତେ କରି କହୁଛ ଯଦି ତାହେଲେ ଚାଲ ନଈ ଆରପଟକୁ ଯାଇ ବୁଲି ଆସିବା। ଓଟ ପିଠିରେ ଯାଇ ବସିଲା ବିଲୁଆ, ଆଉ ଦୁହେଁ ସାଙ୍ଗ ହେଇ ଚାଲିଲେ ନଈ ଆରପଟକୁ। ନଈ ଆରପଟରେ ଥିଲା ବହୁତ ଗୁଡାଏ ଫସଲ, ଆଉ ତାକୁ ଜଗିବା ପାଇଁ ଥିଲା ଜଣେ ଚାଷୀ। ସବୁଠୁ ବଡ କଥା ହେଲା, ଚାଷୀ ଜଗିବା ବିଷୟରେ ବିଲୁଆ ଜାଣିଥିଲା, କିନ୍ତୁ ଓଟ ମାଂସ କେମିତି ତା ପାଟିରେ ବାଜିବ ସେ ସେଇ ବ୍ୟବସ୍ଥାରେ ଥିଲା। ଓଟ ଆଉ ବିଲୁଆ ସକାଳ ପହରୁ ଫସଲ ଖାଇବା ଆରମ୍ଭ କରିଦେଲେ, ଆଉ ଦ୍ୱିପହର ବେଳକୁ ଚାଷୀ ବିଲରୁ ଅଧା ଫସଲ ସଫା କରିଦେଲେ। ଚାଷୀ ଏ ବିଷୟରେ ଜାଣିନଥିଲା, କାହିଁକି ନା କୌଣସି ପଶୁଜନ୍ତୁ ତା ବିଲରେ ପଶି କେବେ ଫସଲ ଖାଇନଥିଲେ କି ନଷ୍ଟ କରିନଥିଲେ। ଓଟ ଭାଇ, ତମର ସରିଲା କି? ନା ନା, ମୋର ସରିନି। ଏତେ ଫସଲ ଏତେ ବଢିଆ ଲାଗୁଛି ଯେ ୟାକୁ ଯେତେ ଖାଇଲେ ବି ମନ ପୁରୁନି। ହଉ, ମୋର କିନ୍ତୁ ସରିଲାଣି, ତମେ ଖାଉଥାଅ। ଏମିତି କଥା କହି ବିଲୁଆ ଚାଲିଗଲା ବୁଦାମୂଳକୁ, ଆଉ ସେଠି ଖୁବ୍ ଜୋରରେ ଭୋକିଲା। ବିଲୁଆର ଡାକ ଶୁଣି ଚାଷୀ ତା ପଲା ଭିତରୁ ବାହାରକୁ ଚାଲି ଆସିଲା, ଆଉ ଦେଖିଲା ତା ବିଲରେ ପଶି ଓଟ ଫସଲ ଖାଉଛି। ଚାଷୀ ଆଉ ନିଜ ରାଗ ସମ୍ଭାଳି ପାରିଲାନି। ହାତରେ ଧରିଥିବା ଠେଙ୍ଗା ସେ ଓଟ ଉପରକୁ ଖୁବ୍ ଜୋରରେ ଫୋପାଡ଼ିଲା, ହେଲେ ଓଟ ଘୁଞ୍ଚି ଯିବାରୁ ଠେଙ୍ଗାଟି ତାଠି ବାଜିଲାନି। ବୁଦା ଭିତରେ ରହି ଏସବୁ ଲକ୍ଷ୍ୟ କରୁଥିବା ବିଲୁଆ ବଡ଼ ହତୋତ୍ସାହିତ ହୋଇପଡ଼ିଲା। ଓଟ କୌଶଳ କ୍ରମେ ଖସି ଆସି ନଈ କୂଳରେ ପହଞ୍ଚିଲା, ଆଉ ତା ପଛେ ପଛେ ପହଞ୍ଚିଲା ବିଲୁଆ। ସେତେବେଳକୁ ଓଟ ଜାଣିସାରିଥିଲା ଯେ ବିଲୁଆ ହିଁ ତାକୁ ମାରିବାକୁ ଯୋଜନା କରି ଏମିତି ଭାବରେ ଭୋକିଥିଲା। ଓଟ ଭାଇ, ତମର କିଛି ହେଇନି ତ? ନା ନା, ମୋର କିଛି ହେଇନି। ହେଲେ ତମେ ଫସଲ ଖାଇବା ପରେ ବୁଦା ପାଖକୁ ଯାଇ ଭୋକିଲ କାହିଁକି? ଏ ଭାଇ, କଣ କରିବି କହିଲୁ? ଏଇଟା ପା ମୋ ପୁରୁଣା ଅଭ୍ୟାସ। ମୁଁ ଖାଇସାରିଲା ପରେ ସବୁବେଳେ ଭୋକି ଦିଏ। ଆଚ୍ଛା ହଉ, ଠିକ ଅଛି। ଏବେ ଚାଲ ଆମେ ଯିବା, ସନ୍ଧ୍ୟା ହେଇ ଆସିଲାଣି। ଆଉ ସେ ଦୁହେଁ ନଈ ଆରପଟରୁ ବଣ ଆଡକୁ ଫେରିଲେ। ପାଣିରେ କିଛି ବାଟ ଆସିବା ପରେ ଓଟର ଦେହ ଥରିବାକୁ ଲାଗିଲା। ତାପରେ ସେ ଧୀରେ ଧୀରେ ଟଳମଳ ବି ହେଲା। କଣ ହେଲା ଓଟ ଭାଇ? ପାଣି ଭିତରେ ଏମିତି ଟଳମଳ କାହିଁ ହଉଛ?
କଣ ଅସୁବିଧା ହେଇଛି? ଏ ଭାଇ କଣ କରିବି କହିଲୁ? ଏଇଟା ପା ମୋ ପୁରୁଣା ଅଭ୍ୟାସ। ମୁଁ ଖାଇସାରିବା ପରେ ଟିକେ ହଲଚଲ ନହେଲେ ମୋର ହଜମ ହୁଏନି। ଟିକେ ଆସ୍ତେ ହଲଚଲ ହଉନୁ, ମୁଁ ପା ପାଣିରେ ଗଳି ପଡିବି। ହଉ ହଉ ବ୍ୟସ୍ତ ହନା। ଓଟ କିନ୍ତୁ ବିଲୁଆକୁ ମିଛ ଆଶ୍ୱାସନା ଦେଲା। ସତରେ କିନ୍ତୁ ସେ ଜାଣି ଶୁଣି ବିଲୁଆକୁ ପାଣିରେ ପକେଇ ଦେଇଥିଲା। ଆଉ ସେ ସନ୍ଧ୍ୟା ପୂର୍ବରୁ ବଣ ଭିତରେ ରହୁଥିବା ଜାଗାରେ ଯାଇ ପହଞ୍ଚିଗଲା। ତା ମନରେ ବିଲୁଆକୁ ମାରିବାର ଗ୍ଲାନି କିମ୍ବା ଅନୁଶୋଚନା ନଥିଲା, କାହିଁକି ନା ସେ ଜାଣିଥିଲା ଯେ ବିଲୁଆ ବିଶ୍ୱାସଯୋଗ୍ୟ ପ୍ରାଣୀ ନୁହେଁ। ତେଣୁ ବିଲୁଆ ସହିତ ବନ୍ଧୁ ବାନ୍ଧିବା କିମ୍ବା ତା ସାଙ୍ଗରେ ସବୁଦିନ ପାଇଁ ରହିବା ତା ପକ୍ଷରେ ସମ୍ଭବ ନଥିଲା।